ସାଙ୍ଗମାନେ ନମସ୍କାର। ହର ହର ମହାଦେବ ଓ ନମଃ ଶିବାୟ। ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ଭଗବାନ ମହାଦେବ ଏବଂ କୋଟି ଦେବଦେବୀଙ୍କ ଆଶୀର୍ବାଦରୁ ଆପଣମାନେ ଅତ୍ୟନ୍ତ ଭଲରେ ଥିବେ। ଆପଣଙ୍କ ଅବଗତି ପାଇଁ ଜଣାଇବାକୁ ଚାହେଁ ଯେ ଲକ୍ଷେ ଟଙ୍କାର ଘୋଷଣା କରୁଛି। ଗୋଟିଏ କଥା ମଧ୍ୟ ଭୁଲ ହେଲେ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖି ନିଜେ ନିଷ୍ପତ୍ତି ନେବେ, କାରଣ ମୁଁ ଆପଣଙ୍କୁ ଯାହା କହୁଛି ତାହା ଆଜି ପର୍ଯ୍ୟନ୍ତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସବୁଠାରୁ ବଡ଼ ଭାଷ୍ୟାନ୍ତର ଭବିଷ୍ୟବାଣୀ ଅଟେ। ମଜା ବା ଠଟ୍ଟା ବୋଲି ଭାବି ଭୁଲ କରନ୍ତୁ ନାହିଁ, କାରଣ ଆଜିର ଏହି ବାର୍ତ୍ତାଟି ଆପଣଙ୍କ ପାଇଁ କୌଣସି ସାଧାରଣ ବାର୍ତ୍ତା ନୁହେଁ। ଯଦି ଆପଣଙ୍କ କୁଣ୍ଡଳୀରେ ଗତ କିଛି ସମୟ ହେଲା କାମ ଅଟକି ରହିଛି, ସମ୍ପର୍କରେ ତିକ୍ତତା ବଢ଼ୁଛି, ମନ ସର୍ବଦା ବିଚଳିତ ରହୁଛି ଏବଂ ବିନା କାରଣରେ ଦୁଃଖ କଷ୍ଟ ଆପଣଙ୍କ ପିଛା ଛାଡୁନାହିଁ, ତେବେ ଏହି ଭିଡିଓଟି ଶେଷ ପର୍ଯ୍ୟନ୍ତ ଅବଶ୍ୟ ଦେଖିବେ, କାରଣ ଏବେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ସାଙ୍ଗମାନେ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ରାହୁ ଭ୍ରମ ସୃଷ୍ଟି କରେ, ଶନି କର୍ମର ହିସାବ ମାଗେ ଏବଂ ଚନ୍ଦ୍ର ଦୁର୍ବଳ ହୁଏ, ସେତେବେଳେ ବ୍ୟକ୍ତି ପାଇଁ ପ୍ରକୃତ ଓ କପଟୀ ଲୋକଙ୍କ ମଧ୍ୟରେ ପାର୍ଥକ୍ୟ ଜାଣିବା କଷ୍ଟକର ହୋଇପଡ଼େ। ହଁ, ଏପରି ପରିସ୍ଥିତିରେ ଅନେକ ଥର କୌଣସି ବ୍ୟକ୍ତି ଆମର ବିଶ୍ୱାସର ଭୁଲ ଫାଇଦା ମଧ୍ୟ ଉଠାଇପାରନ୍ତି। ଏଣୁ ଏଠାରେ ଆପଣଙ୍କୁ ଅଳ୍ପ ସତର୍କ ରହିବାର ଆବଶ୍ୟକତା ରହିଛି, କାରଣ ମୁଁ ଆପଣଙ୍କୁ ଯାହା କହିବାକୁ ଯାଉଛି ତାହା ବ୍ରହ୍ମାଣ୍ଡୀୟ ଶକ୍ତିର ସବୁଠାରୁ ବିଶେଷ ଉପାୟ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଯାହା ଆପଣଙ୍କୁ କେହି କହିବେ ନାହିଁ। ଏହା ଏଥିପାଇଁ କହୁଛି କାରଣ ଆମେ ଆପଣଙ୍କ କୁଣ୍ଡଳୀକୁ ବହୁତ ଭଲ ଭାବରେ ଏବଂ ସୂକ୍ଷ୍ମ ଭାବରେ ବିଶ୍ଳେଷଣ କରିଛୁ ଏବଂ ଗ୍ରହର ଗୋଚର ଯାଞ୍ଚ କରିଛୁ। ସାଙ୍ଗମାନେ, ଏପରି ହୋଇପାରେ ଯେ ଆପଣଙ୍କ ଜୀବନରେ ମଧ୍ୟ ଏପରି ଜଣେ ବ୍ୟକ୍ତି ଆସିଥାଇପାରନ୍ତି ଯିଏ ମିଠା ମିଠା କଥା କହି ଆପଣଙ୍କ ବିଶ୍ୱାସ ଜିତିଛନ୍ତି, ବାରମ୍ବାର ଆପଣଙ୍କ ସହିତ ମିଠା କଥା ହୋଇଛନ୍ତି, କିନ୍ତୁ ତାଙ୍କର ବ୍ୟବହାର ଆପଣଙ୍କୁ ବାରମ୍ବାର ଦ୍ୱନ୍ଦ୍ୱରେ ପକାଇଥାଏ। ସମସ୍ତଙ୍କ ଜୀବନରେ ଏହା ସତ୍ୟ ହେବ ତାହା ନୁହେଁ, କିନ୍ତୁ ମନେ ରଖନ୍ତୁ ସାଙ୍ଗମାନେ, ଯଦି ଆପଣଙ୍କୁ ଏପରି ଅନୁଭବ ହେଉଛି, ତେବେ ଆପଣ ଅନୁଭୂତି ସହିତ ବିବେକରୁ ମଧ୍ୟ ନିଷ୍ପତ୍ତି ନିଅନ୍ତୁ। ଜ୍ୟୋତିଷ ସଙ୍କେତ ଦିଏ ଯେ ଏହି ସମୟରେ କାହାକୁ ଆଖି ବନ୍ଦ କରି ବିଶ୍ୱାସ କରିବା ଉଚିତ ହେବ ନାହିଁ, କାରଣ ବ୍ରହ୍ମାଣ୍ଡୀୟ ଶକ୍ତି ଯେକୌଣସି ମୁହୂର୍ତ୍ତରେ ଆପଣଙ୍କୁ ମାଲାମାଲ କରିପାରେ। ଘଣ୍ଟା ଏବଂ ଦିନ ଆପଣଙ୍କ ଉପରେ ଏହି ସମୟରେ ଦେବଦେବୀମାନେ ଦୟାପର ଅଛନ୍ତି। ତେଣୁ କୌଣସି ଭୁଲ କରନ୍ତୁ ନାହିଁ। ଆପଣ ନିଜେ ନିଜ ଜୀବନରେ ଆଗକୁ ବଢ଼ିବେ। ସେଥିପାଇଁ ମୁଁ ଚାହେଁ ଯେ ଭିଡିଓଟିକୁ ଗୋଟିଏ ଲାଇକ୍ ଦିଅନ୍ତୁ, ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ ଏବଂ କମେଣ୍ଟ ବକ୍ସରେ ସଚ୍ଚା ମନରୁ ହର ହର ମହାଦେବ ଓ ନମଃ ଶିବାୟ ଲେଖିଦିଅନ୍ତୁ, କାରଣ ଯାହା ବି ହେବ ତାହା ଆପଣଙ୍କ ହୋସ୍ ସମ୍ପୂର୍ଣ୍ଣ ଭାବରେ ଉଡ଼ାଇଦେବ। ଘଣ୍ଟା ମଧ୍ୟରେ କେବଳ ପରିବର୍ତ୍ତନ ନୁହେଁ, ମହାପରିବର୍ତ୍ତନ ହେବାକୁ ଯାଉଛି। ବର୍ତ୍ତମାନ ଆମେ ଗ୍ରହମାନଙ୍କ କଥା କହିବା। ସାଙ୍ଗମାନେ, ଏହି ସମୟରେ ଶନିଦେବ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଉଛନ୍ତି। ସମୟକୁ ସମ୍ମାନ ଦିଅନ୍ତୁ। ଯଦି ଆପଣ ବାରମ୍ବାର କାମ ଏଡ଼ାଇ ଚାଲିଛନ୍ତି, ସୁଯୋଗଗୁଡ଼ିକୁ ହାଲକା ଭାବରେ ନେଉଛନ୍ତି ଏବଂ କେବଳ ଭାଗ୍ୟର ଭରସାରେ ବସି ରହୁଛନ୍ତି, ତେବେ ଶନିଙ୍କ ପରୀକ୍ଷା ଦୀର୍ଘ ହୋଇପାରେ। ଏଣୁ ଆପଣଙ୍କୁ ଟିକେ ହାତପାଦ ହଲାଇବାକୁ ପଡ଼ିବ, କିଛି ପରିଶ୍ରମ କରିବାକୁ ପଡ଼ିବ, ତେବେ ଯାଇ ଶନିଦେବ ଆପଣଙ୍କୁ ଜଣେ ବଡ଼ ମଣିଷ ବନାଇବେ ଏବଂ ଆପଣ ଆନନ୍ଦରେ ଜୀବନ ବିତାଇ ପାରିବେ। ଘଣ୍ଟା ଭତରେ ଆପଣଙ୍କ ଜୀବନରେ ଏକ ଅତ୍ୟନ୍ତ ବଡ଼ ସକାରାତ୍ମକ ପରିବର୍ତ୍ତନ ଆସିପାରେ, ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇପାରେ। ଯଦି ଆପଣଙ୍କ କୁଣ୍ଡଳୀରେ ଗୁରୁ ଗ୍ରହ ଶୁଭ ସ୍ଥିତିରେ ଅଛନ୍ତି କିମ୍ବା ତାଙ୍କର ଶୁଭ ଦୃଷ୍ଟି ପଡ଼ିବାକୁ ଯାଉଛି, ତେବେ ଆଗାମୀ ଦିନରେ ନୂତନ ସୁଯୋଗ, ସମ୍ମାନ ଏବଂ ଅଟକି ରହିଥିବା କାର୍ଯ୍ୟରେ ଗତି ଦେଖିବାକୁ ମିଳିପାରେ। କିନ୍ତୁ ଏଥିପାଇଁ ଆପଣଙ୍କୁ ନିଜ ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ପଡ଼ିବ, କାରଣ ସାଙ୍ଗମାନେ, ଆଗାମୀ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ବିଶେଷ ହେବାକୁ ଯାଉଛି। ଆନନ୍ଦରେ
ଆପଣ ନାଚିବାକୁ ଆରମ୍ଭ କରିବେ। ଏଭଳି କୃପାଦୃଷ୍ଟି ଦ୍ୱାରା ଆପଣଙ୍କ ଜୀବନ ବଦଳିଯିବ, ଯାହା ବିଷୟରେ ଆପଣ କେବେ ଚିନ୍ତା ମଧ୍ୟ କରିନଥିଲେ। ବ୍ରହ୍ମାଣ୍ଡୀୟ ଶକ୍ତି ଘଣ୍ଟା ମଧ୍ୟରେ ଆପଣଙ୍କୁ ମାଲାମାଲ କରିପାରେ। ସାଙ୍ଗମାନେ, ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ, ଦୁଃଖ କେବଳ ଗ୍ରହମାନଙ୍କ କାରଣରୁ ଆସେ ନାହିଁ। ଅନେକ ଥର ଆମର ଭୁଲ ସଙ୍ଗ, ଭୁଲ ନିଷ୍ପତ୍ତି ଏବଂ ସମୟର ଅପବ୍ୟୟ ମଧ୍ୟ ଆମ ଜୀବନରେ ସମସ୍ୟା ବଢ଼ାଇ ଦେଇଥାଏ। ଗ୍ରହଗୁଡ଼ିକ କେବଳ ସଂକେତ ଦିଅନ୍ତି, କର୍ମ ହିଁ ଭବିଷ୍ୟତର ଦିଗ ସ୍ଥିର କରେ। ଘଣ୍ଟା ଭତରେ ହଁ ଲକ୍ଷ ଟଙ୍କାର ଘୋଷଣା କରୁଛି, କାରଣ ଏହି ସମୟ ଆପଣଙ୍କ କୁଣ୍ଡଳୀରେ ଧନ ପ୍ରାପ୍ତିର ଯୋଗ ଦେଖାଯାଉଛି। ଅର୍ଥାତ୍ କୌଣସି ନା କୌଣସି ପ୍ରକାରେ ଆପଣଙ୍କ ପାଖକୁ ପ୍ରଚୁର ପରିମାଣରେ ଟଙ୍କା ଆସିବ ଏବଂ ଆପଣ ଆନନ୍ଦରେ, ଖୁସିରେ ନାଚିବାକୁ ଲାଗିବେ। ଯଦି ଆପଣ ପ୍ରକୃତରେ ନିଜ ଜୀବନକୁ ବଦଳାଇବାକୁ ଚାହାନ୍ତି, ତେବେ ଆଜିଠାରୁ ଏହି 3ଟି ସଂକଳ୍ପ ନିଅନ୍ତୁ, କାରଣ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ ଏବଂ ଆପଣଙ୍କ ଜୀବନରେ କୌଣସି ଜିନିଷର ଅଭାବ ରହିବ ନାହିଁ। ହଁ ସାଙ୍ଗମାନେ, ଆପଣଙ୍କ ଜୀବନ ବଦଳିଯିବ। ପ୍ରଥମଟି ହେଲା, ସମୟର ପ୍ରତିଟି ପଲକୁ ମୂଲ୍ୟବାନ ବୋଲି ଭାବନ୍ତୁ। ଅର୍ଥାତ୍ ସମୟର ମୂଲ୍ୟ ବୁଝନ୍ତୁ, କାରଣ ଯଦି ଆପଣ ସମୟର ମୂଲ୍ୟ ବୁଝିବେ, ତେବେ ଯାଇ ଜୀବନରେ ଆଗକୁ ବଢ଼ିପାରିବେ। ଏହି ସମୟରେ ମା ଦୁର୍ଗା ମଧ୍ୟ ଆପଣଙ୍କ ଉପରେ ଦୟାପର ଅଛନ୍ତି। ଦ୍ୱିତୀୟଟି ହେଲା, କୌଣସି ସମ୍ପର୍କରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ, ବରଂ ବ୍ୟବହାରକୁ ବୁଝି ସେହି ଅନୁସାରେ ନିଷ୍ପତ୍ତି ନିଅନ୍ତୁ। ତେବେ ଯାଇ ସମ୍ପର୍କକୁ ଦୀର୍ଘଦିନ ପର୍ଯ୍ୟନ୍ତ ବଜାୟ ରଖିପାରିବେ। ନଚେତ୍ ଆପଣଙ୍କ ସହିତ ବହୁତ ବଡ଼ ଧୋକା ମଧ୍ୟ ହୋଇପାରେ ଏବଂ ଏହି ଧୋକା ଅନ୍ୟ କେହି ନୁହେଁ, ବରଂ ଆପଣଙ୍କର ସବୁଠାରୁ ନିକଟର ଲୋକମାନେ ହିଁ କରିପାରନ୍ତି। ତୃତୀୟଟି ହେଲା, ଡରି ନ ଯାଇ ଆତ୍ମବିଶ୍ୱାସ ସହିତ ନିଜ ଲକ୍ଷ୍ୟ ଆଡ଼କୁ ଆଗକୁ ବଢ଼ନ୍ତୁ, ତେବେ ଆପଣ ପ୍ରତିପାଦରେ ସଫଳତା ପାଇବେ। ଟିକେ ଅବହେଳା କଲେ ଆପଣଙ୍କ ଜୀବନ ନର୍କ ପାଲଟି ଯାଇପାରେ। ସାଙ୍ଗମାନେ, ଆଗାମୀ ସମୟ ଆପଣଙ୍କ ଜୀବନ ପାଇଁ ସବୁଠାରୁ ବିଶେଷ ଏବଂ ସବୁଠାରୁ ଲାଭଦାୟକ ସମୟ ହୋଇପାରେ, ଯାହା ଆପଣଙ୍କୁ ସମ୍ପୂର୍ଣ୍ଣ ପାଗଳ କରିଦେବ। ଭିଡ଼ିଓଟିକୁ ମିସ୍ କରନ୍ତୁ ନାହିଁ ଏବଂ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଏତେ ବଡ଼ ଶୁଭଖବର ଆପଣଙ୍କ ଜୀବନରେ ପ୍ରଥମ ଥର ପାଇଁ ମିଳିବ। ଆପଣଙ୍କ ପାଇଁ ଏକ ଉପାୟ ଅଛି। ପ୍ରତି ମଙ୍ଗଳବାର ଏବଂ ଶନିବାର ହନୁମାନଜୀଙ୍କ ସାମ୍ନାରେ ସୋରିଷ ତେଲର ଦୀପ ଜଳାଇବାକୁ ହେବ। ଶନିବାର ଦିନ ଶନିଦେବଙ୍କୁ ସ୍ମରଣ କରିବେ ଏବଂ ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବେ। ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସହିତ ମନେ ମନେ ପ୍ରାର୍ଥନା କରିବେ ଯେ ଆପଣଙ୍କ ଜୀବନରୁ ଭ୍ରମ ଦୂର ହେଉ ଏବଂ ସଠିକ୍ ମାର୍ଗ ମିଳୁ। କାରଣ ସାଙ୍ଗମାନେ, ଆନନ୍ଦରେ ଆପଣ ଏକ ଗଛ ଡାଳରେ ବା ମାଟିରେ ନାଚିବାକୁ ଆରମ୍ଭ କରିବେ। ଇତିହାସରେ ପ୍ରଥମ ଥର ପାଇଁ ଆପଣଙ୍କ ଜୀବନ ବଦଳିବ ଏବଂ ଗୋଟିଏ ପରେ ଗୋଟିଏ ଆପଣଙ୍କ ପ୍ରତ୍ୟେକ ସ୍ୱପ୍ନ ସତ ହେବ। ଘଣ୍ଟା ମଧ୍ୟରେ ଆପଣଙ୍କୁ ପୂରା ଲକ୍ଷ ଟଙ୍କାର ସହାୟତା।